ହଁ ମୁଁ ସାମ୍ବାଦିକ। କେବେ କେବେ ମନେ ହୁଏ ସାମ୍ବାଦିକଟା ମଣିଷ ନୁହେଁ, ସମାଜ ପାଇଁ ମାତ୍ର ଗୋଟେ ମାଇକ୍। ସମସ୍ତେ ନିଜ କଥା କହିଦିଅନ୍ତି, କିନ୍ତୁ କେହି ତାର ମନର କଥା ଶୁଣନ୍ତି ନାହିଁ। ଦିନ ସାରା ଅନ୍ୟମାନଙ୍କ ଦୁଃଖ ଦେଖାଉ ଦେଖାଉ ସେ ନିଜ ଦୁଃଖକୁ ଲୁଚାଇ ଦିଏ। କ୍ୟାମେରା ସାମ୍ନାରେ ହସୁଥିବା ସେଇ ମଣିଷଟା କ୍ୟାମେରା ବନ୍ଦ ହେଲେ କେତେ ଭାଙ୍ଗି ପଡେ କେହି ଜାଣନ୍ତି ନାହିଁ। କେତେ ରାତି ଭୋକରେ କଟିଯାଏ, କେତେ ଦିନ ପରିବାରକୁ ସମୟ ଦେଇପାରେନି। ମା ଅପେକ୍ଷା କରିଥାଏ, ସ୍ତ୍ରୀ ଫୋନ କରି କହେ କେବେ ଆସିବ, କିନ୍ତୁ ସେ ସମୟରେ ସେ କାହାରି ଲୁହର କାହାଣୀ ରେକର୍ଡ କରୁଥାଏ। ବଡ ବଡ ଲୋକଙ୍କ ବିରୋଧରେ ସତ୍ୟ ଦେଖାଇଲେ ଧମକ ଆସେ, ମିଛ ଅଭିଯୋଗ ଆସେ, ଚରିତ୍ରକୁ ମାଟିରେ ମିଶେଇବାର ଚେଷ୍ଟା ବି ହୁଏ। ତଥାପି ସେ ଚୁପ୍ ରୁହେନି, କାରଣ ସେ ଜାଣେ ତାର ଗୋଟିଏ ଚୁପ୍ ରହିଯିବା ସାଧାରଣ ଲୋକଙ୍କ ଅଧିକାରକୁ ଚୁପ୍ କରିଦେବ। ସାମ୍ବାଦିକର ଜୀବନ ସହଜ ନୁହେଁ। ଏଠି ତାଳି ଠାରୁ ଅଧିକ ଅପମାନ ମିଳେ, ଆଉ ସମ୍ମାନ ଠାରୁ ଅଧିକ ସନ୍ଦେହ ମିଳେ। କିନ୍ତୁ ସବୁ କଷ୍ଟ ପରେ ମଧ୍ୟ ସେ ନିଜ ଆଇଡି କାର୍ଡକୁ ଛାତିରେ ଲଗାଇ ଗର୍ବରେ କହେ, ହଁ ମୁଁ ଜଣେ ସାମ୍ବାଦିକ। ଠକି ଯାଇନି, ଭାଙ୍ଗି ପଡିନି, ଆଜି ବି ସମାଜର ସୈନିକ ଭାବେ କାମ କରୁଛି।